ଆଜି ଆମେ ସେହିଭଳି ଏକ କୌତୂହଳପୂର୍ଣ୍ଣ ଦୁନିଆକୁ ଯିବା ଯେଉଁଠାରେ ଏହି ଅଦୃଶ୍ୟ ଜୀବଗୁଡ଼ିକ ବିଷୟରେ ବହୁତ କିଛି ଜାଣିବା। ସମସ୍ତେ ଏକ୍ସାଇଟେଡ୍ ତ? ତେବେ ଚାଲ ପିଲେ ଏବେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବା। କହିଲ, ଆମେ କେବେ ଛୋଟ ଅକ୍ଷର ବା ଛୋଟ ବସ୍ତୁକୁ ସଠିକ୍ ଭାବରେ କାହିଁକି ଦେଖିପାରୁନାହିଁ? ଠିକ୍ କହିଛ। ଛୋଟ ବସ୍ତୁ ବା ଛୋଟ ଅକ୍ଷର ଆମ ଆଖି ପାଇଁ ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ। ତେଣୁ ସେଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୁଏ। ତାହେଲେ କହିଲ, ଘଣ୍ଟା ମରାମତି କରୁଥିବା ବ୍ୟକ୍ତି ଛୋଟ ଅଂଶ ବସ୍ତୁକୁ ଭଲ ଭାବରେ ଦେଖିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରନ୍ତି? ଠିକ୍ ଉତ୍ତରଟି କହିଛ। ବର୍ଦ୍ଧକ କାଚ ବା ମ୍ୟାଗ୍ନିଫାଇଂ ଗ୍ଲାସ୍। ତାହେଲେ କହିଲ, ତୁମେ ଭାବୁଛ ନା ବର୍ଦ୍ଧକ କାଚ କିପରି ଛୋଟ ବସ୍ତୁକୁ ବଡ଼ ଦେଖାଏ? ଏହା କ'ଣ ଏକ ମ୍ୟାଜିକ୍ କି? ଠିକ୍ କହିଛ। ହଁ, ଏହା ଏକ ମ୍ୟାଜିକ୍। ଆଉ ଏହି ମ୍ୟାଜିକ୍ ବିଜ୍ଞାନର ଏକ ଖେଳ। କାରଣ ବର୍ଦ୍ଧକ କାଚ ଭିତରେ ଥିବା ବିଶେଷ ଯବକାଚ ବା ଉତ୍ତଳ ଲେନ୍ସ ଆଲୋକର ଦିଗକୁ ବଙ୍କା କରି ଛୋଟ ବସ୍ତୁକୁ ବଡ଼ କରି ଦେଖାଏ। ତାହେଲେ ଏଇଠି ଆମେ ଜାଣିଲେ ଆଲୋକ ଓ ଲେନ୍ସ ବିଷୟରେ ବା ଦେଖିବାର ବିଜ୍ଞାନ ବିଷୟରେ। ତାହେଲେ ପିଲେ କହିଲ, ଛୋଟ ବସ୍ତୁଟି କିପରି ବଡ଼ ଓ ସୂକ୍ଷ୍ମ ଦେଖାଯାଇଥାଏ? ତେବେ ଚାଲ ପରୀକ୍ଷଣ କରି ଦେଖିବା। ପରୀକ୍ଷଣ କରି ଦେଖିବା ଛୋଟ ଜିନିଷଟି କିଭଳି ବଡ଼ ଓ ସ୍ପଷ୍ଟ ଦେଖାଯାଉଛି। ଓଲଟା କରିଦେବେ। ତେବେ ପିଲେ ଚାଲ ପରୀକ୍ଷଣ କରି ଦେଖିବା ଛୋଟ ବସ୍ତୁଟି କିପରି ବଡ଼ ଓ ସୂକ୍ଷ୍ମ ଦେଖାଯାଉଛି। ସ୍ପଷ୍ଟ। ତେବେ ଚାଲ ପରୀକ୍ଷା କରି ଦେଖିବା ଛୋଟ ବସ୍ତୁଟି କିପରି ବଡ଼ ଓ ସ୍ପଷ୍ଟ ଦେଖାଯାଉଛି। ପରୀକ୍ଷଣ ପାଇଁ ଦରକାରୀ ସାମଗ୍ରୀ ଗୁଡ଼ିକ ହେଉଛି ରାଉଣ୍ଡ ବଟମ୍ ଫ୍ଲାସ୍କ, ସଫା ପାଣି, ଛୋଟ ଅକ୍ଷର ଲେଖା ହୋଇଥିବା ବହି ବା କାଗଜ ଖଣ୍ଡ, ଆଲୋକ, କର୍କ ବା ଠିପି। ତେବେ ଚାଲ ପରୀକ୍ଷଣଟି କରିବା। ବର୍ତ୍ତମାନ ଏହି ପରୀକ୍ଷଣରେ ଆମେ ଦେଖୁଛନ୍ତି ଯବକାଚରେ କିପରି ଛୋଟ ଅକ୍ଷର ବଡ଼ ଦେଖାଯାଉଛି। ବର୍ତ୍ତମାନ ଚାଲ ଦେଖିବା ଏହି ପରୀକ୍ଷଣରେ ଆମେ ଦେଖୁଛନ୍ତି ଯବକାଚରେ କିପରି ଛୋଟ ଆକାର ବା ଅକ୍ଷର ଗୁଡ଼ିକ ବଡ଼ ଦେଖାଯାଉଛନ୍ତି। ତେଣୁ ଦେଖାଯାଉଛି ନା? ବର୍ତ୍ତମାନ ଏକ ରାଉଣ୍ଡ ବଟମ୍ ଫ୍ଲାସ୍କରେ ସଫା ପାଣି ନେବା। ଏବେ ଏହି ପାଣି ମାଧ୍ୟମରେ ଆମେ ବହିରେ ଲେଖା ହୋଇଥିବା ଛୋଟ ଅକ୍ଷରକୁ ଦେଖିବାକୁ ଚେଷ୍ଟା କରିବା। ଏହା କିପରି ଦେଖାଯାଉଛି କହିବାକୁ ଚେଷ୍ଟା କର। ଏହା ମ୍ୟାଜିକ୍ ଭଳି ଦେଖାଯାଉଛି ନା? ତାହେଲେ ପିଲେ ଏବେ ଏଇଠି
ତାହେଲେ ପିଲେ ଏବେ ଏଇଠି କ'ଣ ଦେଖୁଛ? ଛୋଟ ଅକ୍ଷର ଗୁଡ଼ିକ ବଡ଼ ଦେଖାଯାଉଛି ନୁହେଁ? ତେଣୁ ଛୋଟ ଅକ୍ଷର ଗୁଡ଼ିକ ବଡ଼ ଆକାରର ଦେଖାଯାଉଛି। କ'ଣ ଏହା ମ୍ୟାଜିକ୍ ବା ଯାଦୁ ଖେଳ ଭଳି ଲାଗୁଛି ନା? ତାହାହେଲେ ଆମେ ଏହି ପରୀକ୍ଷଣରେ ପର୍ଯ୍ୟବେକ୍ଷଣ କଲେ ଯେ ପାଣି ଭରା ରାଉଣ୍ଡ ବଟନ୍ ଫ୍ଲାସ୍କ ଗୋଟିଏ ବର୍ଦ୍ଧକ କାଚ ପରି କାମ କରିଲା ଏବଂ ତାହା ଛୋଟ ବସ୍ତୁକୁ ବଡ଼ ଆକାରରେ ଦେଖାଇଲା। ତାହେଲେ ବର୍ତ୍ତମାନ ଚାଲ କିଛି ନୂଆ କଥା ଜାଣିବା। ଡଚ୍ ବୈଜ୍ଞାନିକ ଆନ୍ଥୋନି ଭାନ୍ ଲିୱେନହକ୍ 1660 ଦଶକରେ ଏକ ଉନ୍ନତ ଲେନ୍ସ ତିଆରି କରିଥିଲେ। ତାକୁ ବ୍ୟବହାର କରି ସେ ବୀଜାଣୁ ଓ ରକ୍ତ କୋଷ ଭଳି କ୍ଷୁଦ୍ର ଜୀବନ୍ତ ଜିନିଷଗୁଡ଼ିକ ସ୍ପଷ୍ଟ ଭାବରେ ଦେଖିବା ଓ ବର୍ଣ୍ଣନା କରିବାରେ ପ୍ରଥମ ବ୍ୟକ୍ତି ଥିଲେ। ଏହି କାରଣରୁ ତାଙ୍କୁ ଅଣୁଜୀବ ବିଜ୍ଞାନର ଜନକ ଭାବରେ ଜଣାଯାଏ। ରବର୍ଟ ହୁକ୍‌ଙ୍କ ବିଷୟରେ ଜାଣିବା। ଅଣୁବୀକ୍ଷଣ ଯନ୍ତ୍ରରେ ଜଣେ ବ୍ୟକ୍ତି କୌଣସି ବସ୍ତୁକୁ ଖାଲି ଆଖି ତୁଳନାରେ 200 ରୁ 300 ଗୁଣ ବଡ଼ କରି ଦେଖିପାରୁଥିଲେ। ଏହି ନିୟମକୁ ଆଧାର କରି ରବର୍ଟ ହୁକ୍ କୋଷର ଗଠନକୁ ଉଦ୍ଭାବନ କରିଥିଲେ। ରବର୍ଟ ହୁକ୍ ମଧ୍ୟ 1665 ମସିହାରେ ମାଇକ୍ରୋଗ୍ରାଫିଆ ନାମକ ପୁସ୍ତକର ରଚନା କରିଥିଲେ। କୋଷର ଆବିଷ୍କାରକ ଭାବେ ରବର୍ଟ ହୁକ୍ ପ୍ରସିଦ୍ଧ ଅଟନ୍ତି। ତେବେ ଚାଲ ପିଲେ ଏବେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବା। କହିଲ, ଆମେ କେବେ ଛୋଟ ଅକ୍ଷର ବା ଛୋଟ ବସ୍ତୁକୁ ସଠିକ୍ ଭାବରେ କାହିଁକି ଦେଖିପାରୁନାହିଁ? ଠିକ୍ କହିଛ। ଛୋଟ ବସ୍ତୁ ବା ଛୋଟ ଅକ୍ଷର ଆମ ଆଖି ପାଇଁ ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ। ତେଣୁ ସେଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୁଏ। ତାହେଲେ କହିଲ, ଘଣ୍ଟା ମରାମତି କରୁଥିବା ବ୍ୟକ୍ତି ଛୋଟ ଅଂଶ ବସ୍ତୁକୁ ଭଲ ଭାବରେ ଦେଖିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରନ୍ତି? ଠିକ୍ ଉତ୍ତରଟି କହିଛ। ବର୍ଦ୍ଧକ କାଚ ବା ମ୍ୟାଗ୍ନିଫାଇଂ ଗ୍ଲାସ୍। ତାହେଲେ କହିଲ, ତୁମେ ଭାବୁଛ ନା ବର୍ଦ୍ଧକ କାଚ କିପରି ଛୋଟ ବସ୍ତୁକୁ ବଡ଼ ଦେଖାଏ? ଏହା କ'ଣ ଏକ ମ୍ୟାଜିକ୍ କି? ଠିକ୍ କହିଛ। ହଁ, ଏହା ଏକ ମ୍ୟାଜିକ୍। ଆଉ ଏହି ମ୍ୟାଜିକ୍ ବିଜ୍ଞାନର ଏକ ଖେଳ। କାରଣ ବର୍ଦ୍ଧକ କାଚ ଭିତରେ ଥିବା ବିଶେଷ ଯବକାଚ ବା ଉତ୍ତଳ ଲେନ୍ସ ଆଲୋକର ଦିଗକୁ ବଙ୍କା କରି ଛୋଟ ବସ୍ତୁକୁ ବଡ଼ କରି ଦେଖାଏ। ତାହେଲେ ଏଇଠି ଆମେ ଜାଣିଲେ ଆଲୋକ ଓ ଲେନ୍ସ ବିଷୟରେ ବା ଦେଖିବାର ବିଜ୍ଞାନ ବିଷୟରେ। ତାହେଲେ ପିଲେ କହିଲ, ଛୋଟ ବସ୍ତୁଟି କିପରି ବଡ଼ ଓ ସୂକ୍ଷ୍ମ ଦେଖାଯାଇଥାଏ? ତେବେ ଚାଲ ପରୀକ୍ଷଣ କରି ଦେଖିବା।
ପରୀକ୍ଷଣ କରି ଦେଖିବା ଛୋଟ ଜିନିଷଟି କିଭଳି ବଡ଼ ଓ ସ୍ପଷ୍ଟ ଦେଖାଯାଉଛି। ଓଲଟା କରିଦେଲେ। ତେବେ ପିଲେ ଚାଲ ପରୀକ୍ଷଣ କରି ଦେଖିବା ଛୋଟ ବସ୍ତୁଟି କିପରି ବଡ଼ ଓ ସୂକ୍ଷ୍ମ ଦେଖାଯାଉଛି। ସ୍ପଷ୍ଟ। ତେବେ ଚାଲ ପରୀକ୍ଷା କରି ଦେଖିବା ଛୋଟ ବସ୍ତୁଟି କିପରି ବଡ଼ ଓ ସ୍ପଷ୍ଟ ଦେଖାଯାଉଛି। ପରୀକ୍ଷଣ ପାଇଁ ଦରକାରୀ ସାମଗ୍ରୀ ଗୁଡ଼ିକ ହେଉଛି ରାଉଣ୍ଡ ବଟମ୍ ଫ୍ଲାସ୍କ, ସଫା ପାଣି, ଛୋଟ ଅକ୍ଷର ଲେଖା ହୋଇଥିବା ବହି ବା କାଗଜ ଖଣ୍ଡ, ଆଲୋକ, କର୍କ ବା ଠିପି। ତେବେ ଚାଲ ପରୀକ୍ଷଣଟି କରିବା। ବର୍ତ୍ତମାନ ଏହି ପରୀକ୍ଷଣରେ ଆମେ ଦେଖୁଛନ୍ତି ଯବକାଚରେ କିପରି ଛୋଟ ଅକ୍ଷର ବଡ଼ ଦେଖାଯାଉଛି। ବର୍ତ୍ତମାନ ଚାଲ ଦେଖିବା ଏହି ପରୀକ୍ଷଣରେ ଆମେ ଦେଖୁଛନ୍ତି ଯବକାଚରେ କିପରି ଛୋଟ ଆକାର ବା ଅକ୍ଷର ଗୁଡ଼ିକ ବଡ଼ ଦେଖାଯାଉଛନ୍ତି। ତେଣୁ ଦେଖାଯାଉଛି ନା? ବର୍ତ୍ତମାନ ଏକ ରାଉଣ୍ଡ ବଟମ୍ ଫ୍ଲାସ୍କରେ ସଫା ପାଣି ନେବା। ଏବେ ଏହି ପାଣି ମାଧ୍ୟମରେ ଆମେ ବହିରେ ଲେଖା ହୋଇଥିବା ଛୋଟ ଅକ୍ଷରକୁ ଦେଖିବାକୁ ଚେଷ୍ଟା କରିବା। ଏହା କିପରି ଦେଖାଯାଉଛି କହିବାକୁ ଚେଷ୍ଟା କର। ଏହା ମ୍ୟାଜିକ୍ ଭଳି ଦେଖାଯାଉଛି ନା? ତାହେଲେ ପିଲେ ଏବେ ଏଇଠି କ'ଣ ଦେଖୁଛ? ଛୋଟ ଅକ୍ଷର ଗୁଡ଼ିକ ବଡ଼ ଦେଖାଯାଉଛି, ନୁହେଁ? ତେଣୁ ଛୋଟ ଅକ୍ଷର ଗୁଡ଼ିକ ବଡ଼ ଆକାରର ଦେଖାଯାଉଛି। କ'ଣ ଏହା ମ୍ୟାଜିକ୍ ବା ଯାଦୁ ଖେଳ ଭଳି ଲାଗୁଛି ନା? ତାହାହେଲେ ଆମେ ଏହି ପରୀକ୍ଷଣରେ ପର୍ଯ୍ୟବେକ୍ଷଣ କଲେ ଯେ ପାଣି ଭରା ରାଉଣ୍ଡ ବଟମ୍ ଫ୍ଲାସ୍କ ଗୋଟିଏ ବର୍ଦ୍ଧକ କାଚ ପରି କାମ କରିଲା ଏବଂ ତାହା ଛୋଟ ବସ୍ତୁକୁ ବଡ଼ ଆକାରରେ ଦେଖାଇଲା। ତାହେଲେ ବର୍ତ୍ତମାନ ଚାଲ କିଛି ନୂଆ କଥା ଜାଣିବା। ଡଚ୍ ବୈଜ୍ଞାନିକ ଆନ୍ଥୋନି ଭାନ୍ ଲିଉଏନହକ୍ 1660 ଦଶକରେ ଏକ ଉନ୍ନତ ଲେନ୍ସ ତିଆରି କରିଥିଲେ। ତାକୁ ବ୍ୟବହାର କରି ସେ ବୀଜାଣୁ ଓ ରକ୍ତ କୋଷ ଭଳି କ୍ଷୁଦ୍ର ଜୀବନ୍ତ ଜିନିଷ ଗୁଡ଼ିକ ସ୍ପଷ୍ଟ ଭାବରେ ଦେଖିବା ଓ ବର୍ଣ୍ଣନା କରିବାରେ ପ୍ରଥମ ବ୍ୟକ୍ତି ଥିଲେ। ଏହି କାରଣରୁ ତାଙ୍କୁ ଅଣୁଜୀବ ବିଜ୍ଞାନର ଜନକ ଭାବରେ ଜଣାଯାଏ। ରବର୍ଟ ହୁକ୍‌ଙ୍କ ବିଷୟରେ ଜାଣିବା। ଅଣୁବୀକ୍ଷଣ ଯନ୍ତ୍ରରେ ଜଣେ ବ୍ୟକ୍ତି କୌଣସି ବସ୍ତୁକୁ ଖାଲି ଆଖି ତୁଳନାରେ 200 ରୁ 300 ଗୁଣ ବଡ଼ କରି ଦେଖିପାରୁଥିଲେ। ଏହି ନିୟମକୁ ଆଧାର କରି ରବର୍ଟ ହୁକ୍ କୋଷର ଗଠନକୁ ଉଦ୍ଭାବନ କରିଥିଲେ। ରବର୍ଟ ହୁକ୍ ମଧ୍ୟ 1665 ମସିହାରେ ମାଇକ୍ରୋଗ୍ରାଫିଆ ନାମକ ପୁସ୍ତକର ରଚନା କରିଥିଲେ। କୋଷର ଆବିଷ୍କାରକ ଭାବେ ରବର୍ଟ ହୁକ୍ ପ୍ରସିଦ୍ଧ ଅଟନ୍ତି।
ତେବେ ଚାଲ ପିଲେ ଏବେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବା। କହିଲ ଆମେ କେବେ ଛୋଟ ଅକ୍ଷର ବା ଛୋଟ ବସ୍ତୁକୁ ସଠିକ୍ ଭାବରେ କାହିଁକି ଦେଖିପାରୁନାହିଁ? ଠିକ୍ କହିଛ। ଛୋଟ ବସ୍ତୁ ବା ଛୋଟ ଅକ୍ଷର ଆମ ଆଖି ପାଇଁ ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ। ତେଣୁ ସେଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୁଏ। ତାହେଲେ କହିଲ ଘଣ୍ଟା ମରାମତି କରୁଥିବା ବ୍ୟକ୍ତି ଛୋଟ ଅଂଶ ବସ୍ତୁକୁ ଭଲ ଭାବରେ ଦେଖିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରନ୍ତି? ଠିକ୍ ଉତ୍ତରଟି କହିଛ। ବର୍ଦ୍ଧକ କାଚ ବା ମ୍ୟାଗ୍ନିଫାଇଂ ଗ୍ଲାସ୍। ତାହେଲେ କହିଲ ତୁମେ ଭାବୁଛ ନା ବର୍ଦ୍ଧକ କାଚ କିପରି ଛୋଟ ବସ୍ତୁକୁ ବଡ଼ ଦେଖାଏ? ଏହା କ'ଣ ଏକ ମ୍ୟାଜିକ୍ କି? ଠିକ୍ କହିଛ। ହଁ, ଏହା ଏକ ମ୍ୟାଜିକ୍। ଆଉ ଏହି ମ୍ୟାଜିକ୍ ବିଜ୍ଞାନର ଏକ ଖେଳ। କାରଣ ବର୍ଦ୍ଧକ କାଚ ଭିତରେ ଥିବା ବିଶେଷ ଯବକାଚ ବା ଉତ୍ତଳ ଲେନ୍ସ ଆଲୋକର ଦିଗକୁ ବଙ୍କା କରି ଛୋଟ ବସ୍ତୁକୁ ବଡ଼ କରି ଦେଖାଏ। ତାହେଲେ ଏଇଠି ଆମେ ଜାଣିଲେ ଆଲୋକ ଓ ଲେନ୍ସ ବିଷୟରେ ବା ଦେଖିବାର ବିଜ୍ଞାନ ବିଷୟରେ। ତାହେଲେ ପିଲେ କହିଲ ଛୋଟ ବସ୍ତୁଟି କିପରି ବଡ଼ ଓ ସୂକ୍ଷ୍ମ ଦେଖାଯାଇଥାଏ? ତେବେ ଚାଲ ପରୀକ୍ଷଣ କରି ଦେଖିବା। ପରୀକ୍ଷଣ କରି ଦେଖିବା ଛୋଟ ଜିନିଷଟି କିଭଳି ବଡ଼ ଓ ସ୍ପଷ୍ଟ ଦେଖାଯାଉଛି। ଓଲଟା କରିଦେଲେ। ତେବେ ପିଲେ ଚାଲ ପରୀକ୍ଷଣ କରି ଦେଖିବା ଛୋଟ ବସ୍ତୁଟି କିପରି ବଡ଼ ଓ ସୂକ୍ଷ୍ମ ଦେଖାଯାଉଛି। ସ୍ପଷ୍ଟ। ତେବେ ଚାଲ ପରୀକ୍ଷା କରି ଦେଖିବା ଛୋଟ ବସ୍ତୁଟି କିପରି ବଡ଼ ଓ ସ୍ପଷ୍ଟ ଦେଖାଯାଉଛି। ପରୀକ୍ଷଣ ପାଇଁ ଦରକାରୀ ସାମଗ୍ରୀ ଗୁଡ଼ିକ ହେଉଛି ରାଉଣ୍ଡ ବଟମ୍ ଫ୍ଲାସ୍କ, ସଫା ପାଣି, ଛୋଟ ଅକ୍ଷର ଲେଖା ହୋଇଥିବା ବହି ବା କାଗଜ ଖଣ୍ଡ, ଆଲୋକ, କର୍କ ବା ଠିପି। ତେବେ ଚାଲ ପରୀକ୍ଷଣଟି କରିବା। ବର୍ତ୍ତମାନ ଏହି ପରୀକ୍ଷଣରେ ଆମେ ଦେଖୁଛନ୍ତି ଯବକାଚରେ କିପରି ଛୋଟ ଅକ୍ଷର ବଡ଼ ଦେଖାଯାଉଛି। ବର୍ତ୍ତମାନ ଚାଲ ଦେଖିବା ଏହି ପରୀକ୍ଷଣରେ ଆମେ ଦେଖୁଛନ୍ତି ଯବକାଚରେ କିପରି ଛୋଟ ଆକାର ବା ଅକ୍ଷର ଗୁଡ଼ିକ ବଡ଼ ଦେଖାଯାଉଛନ୍ତି। ତେଣୁ ଦେଖାଯାଉଛି ନା? ବର୍ତ୍ତମାନ ଏକ ରାଉଣ୍ଡ ବଟମ୍ ଫ୍ଲାସ୍କରେ ସଫା ପାଣି ନେବା। ଏବେ ଏହି ପାଣି ମାଧ୍ୟମରେ ଆମେ ବହିରେ ଲେଖା ହୋଇଥିବା ଛୋଟ ଅକ୍ଷରକୁ ଦେଖିବାକୁ ଚେଷ୍ଟା କରିବା। ଏହା କିପରି ଦେଖାଯାଉଛି କହିବାକୁ ଚେଷ୍ଟା କର। ଏହା ମ୍ୟାଜିକ୍ ଭଳି ଦେଖାଯାଉଛି ନା? ତାହେଲେ ପିଲେ ଏବେ ଏଇଠି କ'ଣ ଦେଖୁଛ? ଛୋଟ ଅକ୍ଷର ଗୁଡ଼ିକ ବଡ଼ ଦେଖାଯାଉଛି, ନୁହେଁ? ତେଣୁ ଛୋଟ ଅକ୍ଷର ଗୁଡ଼ିକ ବଡ଼ ଆକାରର ଦେଖାଯାଉଛି।
କ'ଣ ଏହା ମ୍ୟାଜିକ୍ ବା ଯାଦୁ ଖେଳ ଭଳି ଲାଗୁଛି ନା? ତାହାହେଲେ ଆମେ ଏହି ପରୀକ୍ଷଣରେ ପର୍ଯ୍ୟବେକ୍ଷଣ କଲେ ଯେ ପାଣି ଭରା ରାଉଣ୍ଡ ବଟନ୍ ଫ୍ଲାସ୍କ ଗୋଟିଏ ବର୍ଦ୍ଧକ କାଚ ପରି କାମ କରିଲା ଏବଂ ତାହା ଛୋଟ ବସ୍ତୁକୁ ବଡ଼ ଆକାରରେ ଦେଖାଇଲା। ପ୍ରିୟ ଶିକ୍ଷାର୍ଥୀମାନେ, ମୁଁ ଆଶା କରୁଛି ଆଜିର ପାଠ ତୁମକୁ ନିଶ୍ଚିତ ଭାବେ ଭଲ ଲାଗିଥିବ। ଆଜି ଆମେ ଛୋଟ ବସ୍ତୁକୁ ଯବକାଚ ମାଧ୍ୟମରେ ବଡ଼ କରି ଦେଖିଲେ ଏବଂ ସେହି ମୌଳିକ ନୀତିକୁ ବ୍ୟବହାର କରି ଅଦୃଶ୍ୟ ଜୀବମାନଙ୍କୁ ଦେଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ରର ଆବିଷ୍କାର ବିଷୟରେ ଆଲୋଚନା କଲେ। ଏହିପରି ଆମେ ଅଦୃଶ୍ୟ ଜୀବଜଗତକୁ ଜାଣିବା ପୂର୍ବରୁ କୋଷ କ'ଣ ଜାଣିବା। ଏହି କୋଷ ବିଷୟରେ ଆମେ ପରବର୍ତ୍ତୀ ପାଠରେ ପଢ଼ିବା। ତାହାହେଲେ ଆଗାମୀ ପାଠରେ ଆମେ ଆଉ କିଛି ନୂଆ ଓ ମଜାଦାର କଥା ଶିଖିବା। ସେ ପର୍ଯ୍ୟନ୍ତ ସୁସ୍ଥ ରୁହ ଓ ଭଲରେ ରୁହ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।